ଖ୍ରୀଷ୍ଟଙ୍କ ଜଗରେ ମୋର ପ୍ରିୟର ଭାଇ ଭଉଣୀ ମାନେ ସମସ୍ତଙ୍କୁ ଜୟ ଯୀଶୁ। ମୋର ପ୍ରିୟର ଭାଇ ଭଉଣୀ ମାନେ ଯେତେବେଳେ ଆମେ ପଢିବା ଲୁକ ଲିଖିତ ସୁସମାଚାର 15 ଅଧ୍ୟାୟର 1 ରୁ 10 ପଦ, ଏହି ସୁସମାଚାରରେ ଆମେ ଶୁଣିପାରୁଅଛୁ ଯେତେବେଳେ ପ୍ରଭୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ସେହି କରଗ୍ରାହୀ ଓ ପାପୀମାନେ ଆସୁଥିଲେ। ଶୁଣିଲୁ ସେ ପ୍ରଥମ ଦୃଷ୍ଟାନ୍ତରେ ଯଦି ଜଣେ ବ୍ୟକ୍ତିଙ୍କର 100ଟି ମେଣ୍ଢା ଥାଏ, ସେଥିମଧ୍ୟରୁ ଗୋଟିଏ ହଜିଯାଏ, ସେ 99 ମେଣ୍ଢାକୁ ଛାଡ଼ି ସେ ଗୋଟିଏ ମେଣ୍ଢାକୁ ଖୋଜିବା ପାଇଁ ଯାଇଥାଏ ଏବଂ ଯେଉଁ ସମୟରେ ସେ ଗୋଟିଏ ମେଣ୍ଢାକୁ ସେ ପାଇପାରେ, ସେହି ଗୋଟିଏ ମେଣ୍ଢା ନିମନ୍ତେ ସେ ଅଧିକ ଆନନ୍ଦିତ ହୋଇଥାଏ ଏବଂ ସମସ୍ତଙ୍କ ସହିତ ଆନନ୍ଦ ମନାଇଥାଏ। ସେ 99 ମେଣ୍ଢାର ଅପେକ୍ଷା ସେ ଗୋଟିଏ ମେଣ୍ଢା ପାଇଁ ସେ ବ୍ୟକ୍ତି ଅଧିକ ଆନନ୍ଦିତ ହୋଇଥାଏ। ତଦ୍ରୂପ ସେହି ଜଣେ ନାରୀଙ୍କର ମଧ୍ୟ ଯେତେବେଳେ ଗୋଟିଏ ରୌପ୍ୟ ମୁଦ୍ରା ହଜି ଯାଇଥାଏ, ସେହି ସମୟରେ ସେ ନାରୀ ଘର ସାରା ସେ ମୁଦ୍ରାକୁ ଖୋଜି ବୁଲିଥାଏ ଏବଂ ଯେତେବେଳେ ସେ ମୁଦ୍ରାଟି ସେ ପାଏ, ସେ ଗୋଟିଏ ମୁଦ୍ରା ପାଇଁ ସେ ଅଧିକ ଆନନ୍ଦିତ ହୋଇଥାଏ। ମୋର ପ୍ରିୟର ଭାଇ ଭଉଣୀ ମାନେ, ଏହି ଦୁଇଟି ଦୃଷ୍ଟାନ୍ତ ମାଧ୍ୟମରେ ଆମର ଦୟାମୟ ପ୍ରଭୁ ଆମକୁ କଣ ଶିକ୍ଷା ଦେବା ପାଇଁ ଚାହୁଁଛନ୍ତି? ଆମେ ଜାଣିପାରିଲୁ ଯଦି ଆମେ ଅନେକ ନୀତିନିଷ୍ଠ ବ୍ୟକ୍ତି ଅଛୁ, ଅନେକ ନୀତିନିଷ୍ଠ ବ୍ୟକ୍ତି ଥିଲେ ମଧ୍ୟ ଯେତେବେଳେ ଜଣେ ପାପୀ ବ୍ୟକ୍ତି ପ୍ରଭୁଙ୍କୁ ବୁଝିପାରୁଛି, ଅନୁତାପ କରୁଛି ଏବଂ ପ୍ରଭୁଙ୍କ ନିକଟକୁ ଫେରି ଆସୁଅଛି, ସେହି ଜଣେ ବ୍ୟକ୍ତିଙ୍କ ପାଇଁ ଏ 99 ନୀତିନିଷ୍ଠ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଆନନ୍ଦିତ ହୋଇଥାଏ। ଏବଂ ଯେତେବେଳେ ଆମେ ଆମ ନିଜ ହୃଦୟକୁ ଆମେ ପରିବର୍ତ୍ତନ କରି ଆମେ ପ୍ରଭୁଙ୍କ ନିକଟକୁ ଫେରି ଆସିବା, ନିଶ୍ଚିତ ଭାବରେ ପ୍ରଭୁ ଅନେକ ନୀତିନିଷ୍ଠ ବ୍ୟକ୍ତିଙ୍କ ଅପେକ୍ଷା ଆମ ନିମନ୍ତେ ସେ ଆନନ୍ଦିତ ହେବେ। କାରଣ ଆମେମାନେ ସେ ହଜି ଯାଇଥିବା ତାର ଗୋଟିଏ ସନ୍ତାନ ସନ୍ତତି ମାନେ ଯେତେବେଳେ ଆମେ ମନକୁ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଆସୁ, ସେହି ସମୟରେ ପ୍ରଭୁ ଅଧିକ ଆନନ୍ଦିତ ହୋଇଥାଏ। ଗୋଟିଏ ଗ୍ରାମରେ ଗୋଟିଏ ଯୁବକ ଥିଲା। ସେ ତାଙ୍କ ପାଖରେ ତାଙ୍କ ମାଙ୍କର ଗୋଟିଏ ଫଟୋ ରଖିଥିଲା, କାରଣ ତାଙ୍କ ମା ସେ ଧରାପୃଷ୍ଠରୁ ଚାଲି ଯାଇଥିଲେ ବା ମୃତ୍ୟୁବରଣ କରିଥିଲେ। ତାଙ୍କର ମାଙ୍କର ସ୍ମରଣରେ ତାଙ୍କ ପାଖରେ କେବଳ ଗୋଟିଏ ଛୋଟିଆ ଫଟୋ ରହିଥିଲା। ଦିନେ ତାଙ୍କୁ ସେ ଘର ସଫା କରୁଥିଲେ, ସେହି ସମୟରେ ତାଙ୍କ ମାଙ୍କର ସେ ଫଟୋ ଯେତେବେଳେ ଦେଖାନଗଲା, ସେହି ସମୟରେ ସେ ଯୁବକଟି ତାଙ୍କର ସେ ମାଙ୍କର ଫଟୋ ଖୋଜିବା ପାଇଁ ଅତି ବ୍ୟତିବ୍ୟସ୍ତ ହେଉଥିଲା। ପ୍ରତ୍ୟେକ ଜାଗାରେ ଯାଇ ସେ ଖୋଜିଲା, ଇଭେନ୍ ସେ ଯାଇକି ସେ ଖତ ଗଦାର ମଧ୍ୟ ଯାଇ ଖୋଜିବାକୁ ଆରମ୍ଭ କରିଲା, ତଥାପି ସେ ପାଇଲା ନାହିଁ। କିନ୍ତୁ ଯେତେବେଳେ ସେ ଦୁଃଖରେ ଘରକୁ ଫେରିକି ଆସିଲା ଏବଂ ତାଙ୍କର ସେ ପୁସ୍ତକ ଗୁଡାକ ରଖୁଥିଲା, ସେତେବେଳେ ସେ ପାଇବାକୁ ପାରୁଛି ସେ ପୁସ୍ତକ ତଳେ ତାଙ୍କ ମାଙ୍କର ସେ ଫଟୋ ଅଛି। ଯେତେବେଳେ ସେହି ଫଟୋ ସେ ପାଉଅଛନ୍ତି, ତାଙ୍କ ଖୁସିରେ ତାଙ୍କ ଆଖିରୁ ଅଶ୍ରୁ ଝରି ଯାଉଅଛି ଏବଂ ସେ ଆନନ୍ଦିତ ହୋଇଯାଉଅଛନ୍ତି। ମୋର ପ୍ରିୟର ଭାଇ ଭଉଣୀ ମାନେ, ଏହି ଦୃଷ୍ଟାନ୍ତ ମାଧ୍ୟମରେ ଆମେ କଣ ଶିକ୍ଷା ପାଉଛୁ? ସେହି ଛୋଟିଆ ଫଟୋ ଅଧିକ ମୂଲ୍ୟବାନ ନଥିଲା, କିନ୍ତୁ ସେହି ଫଟୋର ସେହି ବ୍ୟକ୍ତି ଯାହାର ଫଟୋ ଥିଲା, ସେହି ଫଟୋ ତାଙ୍କ ପାଇଁ ଅଧିକ ମୂଲ୍ୟବାନ ଥିଲା। ଯେତେବେଳେ ଗୋଟିଏ ଫଟୋ ପାଇଁ ସେହି ବାଳକଟିଏ ଏତେ ବ୍ୟତିବ୍ୟସ୍ତ ହୋଇ ଖୋଜୁଥିଲା, ସେଇଭଳି ଆମେ ହଉଛୁ ସମସ୍ତେ ପ୍ରଭୁଙ୍କର ଗୋଟିଏ ସନ୍ତାନ ମାନେ। ଯେତେବେଳେ ଆମେ ପାପରେ ବୁଡି ଯାଉଅଛୁ, ଅନ୍ୟ ପଥରେ ଭୁଲ ବାଟରେ ଯାଉଅଛୁ, ଆମମାନଙ୍କୁ ଖୋଜିବା ପାଇଁ ଆମର ପ୍ରଭୁ କେତେ ନା ବ୍ୟତିବ୍ୟସ୍ତ ହେବେ, କାରଣ ଆମମାନଙ୍କ ନିମନ୍ତେ ସେହି ପ୍ରଭୁ ଏ ଧରା ପୃଷ୍ଠକୁ ଆସିଛନ୍ତି। ଯେତେବେଳେ ଆମେ ମାନେ ହଜି ଯାଉଛୁ ଏ ପାପ ଦୁନିଆରେ, ଯେତେବେଳେ ଆମେ ମାନେ ହଜି ଯାଉଛୁ ଏ ପାପ ଦୁନିଆରେ, ଆମ ସମସ୍ତଙ୍କୁ ଖୋଜିବା ନିମନ୍ତେ ସେ ଅତି ବ୍ୟତିବ୍ୟସ୍ତ ହୋଇଥାନ୍ତି। ଯେତେବେଳେ ଆମକୁ ସେ ପାଇପାରୁଛନ୍ତି, ଆମେ ଯେତେବେଳେ ଅନୁତାପ କରି ଏହି ପାପ ଦୁନିଆରୁ ବାହାରକୁ ଚାଲି ଆସୁଛୁ ବା ପ୍ରଭୁଙ୍କ ନିକଟକୁ ଫେରି ଆସୁଅଛୁ, ସେହି ସମୟରେ ପ୍ରଭୁ ମଧ୍ୟ ଅଧିକ ଆନନ୍ଦିତ ହୋଇଥାନ୍ତି। ତେଣୁକରି ମୋର ପ୍ରିୟର ଭାଇ ଭଉଣୀ ମାନେ, ଏହି ସୁସମାଚାର ମାଧ୍ୟମରେ, ଏହି ଦୃଷ୍ଟାନ୍ତ ମାଧ୍ୟମରେ ଆମେ କଣ ଶିକ୍ଷା ପାଉଅଛୁ? ପ୍ରଭୁଙ୍କ ସମ୍ମୁଖରେ ଆମେ ସମସ୍ତେ ମୂଲ୍ୟବାନ। ପ୍ରଭୁ ଆମକୁ କାହାକୁ ବି ଛାଡ଼ିବା ପାଇଁ ସେ ଚାହାନ୍ତି ନାହିଁ। ଯଦି ଆମେ ହଜି ଯାଇଥିବା, ନିଶ୍ଚିତ ଭାବରେ ସେ ଆମକୁ ଖୋଜିବା ପାଇଁ ଚେଷ୍ଟା କରିବେ। ମୋର ପ୍ରିୟର ଭାଇ ଭଉଣୀ ମାନେ, ଏହି ସୁସମାଚାର ମାଧ୍ୟମରେ ଆମେ ଦୁଇଟି ନୀତି ଶିକ୍ଷାକୁ ଆମେ ଆମ ଜୀବନରେ ଆମେ ଆପଣେଇବା। ତାହା ହେଉଛି ପ୍ରଭୁଙ୍କ ସମ୍ମୁଖରେ ସମସ୍ତ ଆତ୍ମା ବହୁତ ମୂଲ୍ୟବାନ। ଯଦି ଆମେ ପଢିବା ଲୁକ ଲିଖିତ ସୁସମାଚାର 9 ଅଧ୍ୟାୟର 10 ପଦରେ
मनुष्य पुत्र से हजि जाइथिबा व्यक्ति मानक खोजिबा निमंते ए धरापृष्ठ को आसिछन्ति। तेणुक जदि आमे माने हजि जाई अछु से प्रभु आम समस्त को खोजिबा पई ए धरापृष्ठ को आसिछन्ति। आमे निजे अनुताप करिबा एवं प्रभुଙ୍କ निकटକୁ फेरी आसीबा। जदि आमे हजि जाइथिबा आमे अनुताप करी प्रभुଙ୍କ निकटକୁ फेरी आसीबा, जहा द्वारा प्रभु आम समस्त को पई आनंदित करिबे। द्वितीय नीति शिक्षा होछि जेतेबेले जदि कोनोसी व्यक्ति आम परिवार रो भूल बाटरे जाउछन्ति बा हजि जाइछन्ति सेहि भली व्यक्ति मानक आमे केबे भी छाड़िबा नाही। जेतेबेले आम मानक परिवार मध्ये कोनोसी व्यक्ति जदि हजि जाइछन्ति आमे सेमानकु सेहि भली छाड़ी देबा नाही। सेमानक निमंते आमे दया देखाइबार आवश्यक अछि, कारण आमे प्रभुଙ୍କୁ जानि अछु, आमे तांको मध्ये प्रभुଙ୍କୁ जानिया पय आमे शिक्षा चेष्टा करिबार आवश्यक अछि। जेतेबेले आमे पढुअछु लूक लिखित सुसमाचार 6 अध्यायर 36 पदरे आमे सुनुअछु, तुम मानकर स्वर्गस्थ पिता जेपरि दयालु तुमे माने मध्ये सही परि दयालु हो। आमे प्रभुଙ୍କ भଳି आम पिता जेभଳି दयालु अछन्ति आम समस्त को दया देखाई तांको प्रिय पुत्र को पठाई अछन्ति, सेही भଳି आमे माने मध्ये सेही भଳି हजि जाइथिबा व्यक्ति मानक प्रति दया देखाई आमे प्रभुଙ୍କ निकटको सेमानक आमे फेराई आनिबार आवश्यक अछि। ताहाले निश्चित भावरे प्रभुଙ୍କର सेही स्वर्ग राज्य आमे माने जागा पाई परिबा एवं प्रभुଙ୍କ पई आमे गोटे गोटे उत्तम संतान संतति होई परिबा। समस्त को जय जीसु।